କରୁଛି ଆଜିର ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଖବରକୁ ଆପଣମାନଙ୍କୁ ଦର୍ଶକ ବନ୍ଧୁ ଏବେ ଆମର ହସ୍ତଗତ ହୋଇଥିବା ଖବର ରହିଛି ପାଣିପାଗ ସମ୍ପର୍କିତ ଯାହା ରହିଛି ଓଡ଼ିଶାର ବିଭିନ୍ନ ସ୍ଥାନକୁ ରହିଛି ବର୍ଷାର ଚେତାବନୀ ଘଡ଼ଘଡ଼ି ସହ ବିଜୁଳିର ମଧ୍ୟ ସମ୍ଭାବନା ରହିଛି ପାଣିପାଗ ବିଜ୍ଞାନୀ କ'ଣ ଆକଳନ କରିଛନ୍ତି ଏବଂ କେଉଁ କେଉଁ ସ୍ଥାନକୁ ରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଜାଣିବା ସେ ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ବିବରଣୀ ଆପଣମାନଙ୍କୁ ଏହି ଭିଡ଼ିଓ ପ୍ରଦାନ କରିବି ସେଥିପାଇଁ ଆପଣମାନେ ନିଶ୍ଚିତ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଯଦି ଭିଡ଼ିଓଟି ଭଲ ଲାଗେ ତେବେ ପାଖରେ ଥିବା ଲାଲ ବଟନ୍ ନିଶ୍ଚିତ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଆସୁଥିବା ବେଲ୍ ଆଇକନ୍ ମଧ୍ୟ ବଜାଇଦେବେ ଏବଂ ଉପରେ ଆସୁଥିବା ଅଲ୍ ନୋଟିଫିକେସନ୍ କ୍ଲିକ୍ କରିବାକୁ ଭୁଲିବେନି ଯାହାଫଳରେ ଏଭଳି ଭିଡ଼ିଓ ସର୍ବପ୍ରଥମେ ଆପଣମାନଙ୍କ ନିକଟରେ ପହଞ୍ଚିପାରିବ। ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 22ଟି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା। ସେହିଭଳି ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ତେବେ ସେହିପରି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ ଓ ଗଜପତି। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ରହିବା ନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର। ଫେବୃଆରୀ 23ରୁ 24 ତାରିଖ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ରହିବାର ଅନୁମାନ କରିଛି ପାଣିପାଗ ବିଭାଗ। ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ମଧ୍ୟ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ରହିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଫେବୃଆରୀ 24ରୁ 25 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଆମେ ଦେଖୁଛେ ଦର୍ଶକ ବନ୍ଧୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। କେଉଁ ସ୍ଥାନରେ ପ୍ରବଳ ବର୍ଷା ହେଉଛି ତ କେଉଁ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ହେଉଛି। ତେବେ ଏହିଭଳି ଭାବରେ ପାଗ 25 ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆମକୁ ସତର୍କତା ସହ ବିଜୁଳି ଘଡ଼ଘଡ଼ି ସମୟରେ ନିରାପଦ ସ୍ଥାନରେ ରହିବାର ବନ୍ଦୋବସ୍ତ କରିବାକୁ ପଡ଼ିବ। ତେବେ ଏ ଥିଲା ଆଜିର ପାଣିପାଗ ସମ୍ପର୍କିତ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ସୂଚନା। ଆଜି ପାଇଁ ଏତିକି, ପୁଣି ଦେଖା ହେବା ଆଗାମୀ ଭିଡ଼ିଓରେ। ରହୁଛି, ଧନ୍ୟବାଦ, ନମସ୍କାର।